गुड मॉर्निंग छात्र बंधु। आज शुभ सकाळ सहित आसतु आम एक नूतन दृष्टिकोण भरा चैलेंज आह्वान बा विपद प्रति आम आलोचना करिबा। रीजनलिज्म चैलेंज टू इंडियन डेमोक्रेसी, अर्थात भारतीय गणतंत्र प्रति आंचलिकतावाद किभली एक विपद रूपी ठिया है, किभली एक आह्वान रूपी ठिया है एवं आमर गोटे एत बड़ चैलेंज भाव किपरि रही तार सम्यक धारणा आम आलोचना करिवे। प्रथम तो प्रश्न उठे जे आंचलिकतावाद कहले कौन बुझ। आमे जानिछि जे जननी जन्मभूमि स्वर्गादपि गरीयसी, जो माटी रे आमर जन्म से माटी से अंचल पाई से अंचल को से माटी माँ को आमे भल पाइबा अत्यंत जरूरी, भल पाइबा उचित। जदि न भल पाइबा घृणा करिबा एटा आम मनीषपणिया नुहे, आमे प्रकृत मार संतान नुहे। किंतु निज माँ को जिते भल पाइबा पड़ोसी माँ को आमे सेतिके जदि घृणा करिबा तेबे आमे वास्तविक संतान नुहे। निज माँ को भल पाइबा सहित पड़ोसी माँ को आमे सम्मान देवा तेबे जेकि आमे प्रकृत संतान। तात्पर्य होछि निज अंचल जेतिकी भल पाइबा अन्य अंचल को मध्य आमे सेतिकी भल पाइबा उचित। हाँ उणा अधिके समान हो न पारे, किछि उणा अधिके रहिबा उचित, किंतु आमे घृणा करिबा उचित। तेबे निज अंचल को अत्यधिक भल पाई अन्य अंचल प्रति घृणा भाव करिबा, नकारात्मक ध्वनि उठाइबा एवं गोटे विद्वेष भाव रखिबा एक उग्र चिंता और चेतनार, एक नकारात्मक चिंता और चेतना, एक घृणा भाव चिंता चेतना अन्य अंचल प्रति जागरण करिबा भावनाटी को कहा जाए आंचलिकतावाद। तेबे आमे जानिछे जे भारत होछि गोटे मिश्र संस्कृतिर देश, गोटे कंपोजिट कल्चर रो देश। इंडिया इज ए नेशन ऑफ कंपोजिट कल्चर, कस्टम, ट्रेडिशन, कास्ट, सेक्स, रिलीजन, लैंग्वेज etc. There is diversity. In spite of diversity, we have unity. Unity in diversity is the fundamental characteristics of national identity. तेणु जातीय एकता एवं अखंडता जदि भी आम भिन्नता भितर रहीचु तथापि आम समस्ते भारतीय एकता और अखंडता को बजाय रखीचु। तेबे प्रश्न उठे जे आंचलिकतावाद सृष्टि हेबार कारण गुड़िक कौन। आंचलिकतावाद सृष्टि हेबार प्रथम कारण केंद्र सरकारंकर वैमातृक मनोवृत्ति। कहबाकू गले मोदीजींकर
ସ୍ନେହ ବନ୍ଧନ ଯୋଗୀଜୀଙ୍କୁ ଯେତେ ମିଠା, ମୋଦିଜୀଙ୍କର ଏବଂ ମମତାଜୀଙ୍କର ରକ୍ଷାବନ୍ଧନ ସେତେ ଖଟା। ଶିବରାଜଜୀଙ୍କର ଯାତ୍ରା, ଜାତୀୟ ରାଜପଥର ଯାତ୍ରା ମୋଦିଜୀଙ୍କ ଆଡ଼କୁ ଯେତିକି କୁସୁମିତ, କେଜରିୱାଲଙ୍କ ଜାତୀୟ ରାଜପଥର ଯାତ୍ରା ମୋଦିଜୀଙ୍କ ଆଡ଼କୁ ସେତିକି କଣ୍ଟକିତ। ତାତ୍ପର୍ଯ୍ୟ ହେଉଛି ଇତିହାସର ଅନେକ ସାକ୍ଷ୍ୟ ପ୍ରମାଣ ରହି ଆସିଛି ଯେ ଯେଉଁ ଦଳ ସରକାରୀ ଦଳ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କ ମାନଙ୍କ ପ୍ରତି ବେଳେ ବେଳେ ବୈମାତୃକ ମନୋଭାବ ପ୍ରଦର୍ଶନ କରିଥିବାର ନଜିର ଅଛି। ଆଉ ସେଥିପାଇଁ ବିଶୃଙ୍ଖଳା, ଆଞ୍ଚଳିକତାବାଦ ଏକ ବିଶୃଙ୍ଖଳାର ଏକ ସ୍ୱରୂପ, ଏକ କାରଣ ଭାବରେ ଠିଆ ହେଇଛି। ଦ୍ୱିତୀୟ କାରଣଟି ହେଉଛି ଅର୍ଥନୈତିକ ବିକାଶର ତାରତମ୍ୟ କ୍ଷେତ୍ରରେ ମଧ୍ୟ, ଅର୍ଥନୈତିକ ବିକାଶର ସହଯୋଗ କ୍ଷେତ୍ରରେ ମଧ୍ୟ ଆଞ୍ଚଳିକବାଦ ସୃଷ୍ଟି ହେଉଛି। ଏକ ଜରୁରୀ ଆବଶ୍ୟକତା ସମୟରେ ମୋଦିଜୀ ଯୋଗୀଜୀଙ୍କୁ ଯେତିକି ସହଯୋଗ କରିବେ, ନିଜ ଦଳକୁ ଯେତିକି ସହଯୋଗ କରିବେ, ବିରୋଧୀ ଦଳକୁ ସେତିକି ସହଯୋଗ କରିବାର ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ଏହା ମଧ୍ୟ ଏକ ଆଞ୍ଚଳିକତାବାଦର ଦ୍ୱିତୀୟ କାରଣ ଅଟେ। ତୃତୀୟ କାରଣ ଜାତିଗତ। ଝାଡ଼ଖଣ୍ଡରେ, ବିହାରରେ, ଉତ୍ତରପ୍ରଦେଶରେ ମୁଖ୍ୟତଃ ଜାତିଗତ ଆଞ୍ଚଳିକତାବାଦ ସୃଷ୍ଟି ହୋଇଥାଏ। ଭାଷାଗତ ଆଞ୍ଚଳିକତାବାଦ 1960 ମସିହାରେ ତାମିଲନାଡୁରେ ବା ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକ ରାଷ୍ଟ୍ରଭାଷା ହିନ୍ଦୀକୁ ଗ୍ରହଣ କରିବାରେ ସେମାନେ ନାରାଜ। ତେଣୁ ଏହା ହେଉଛି ଭାଷା ଭିତ୍ତିକ ଆଞ୍ଚଳିକତା। ଅନ୍ୟତମ କାରଣ ହେଉଛି ଧର୍ମଗତ ଆଞ୍ଚଳିକତା। ଧର୍ମଗତ ଆଞ୍ଚଳିକତାବାଦ ହେଉଛି 1980 ମସିହାରେ ପଞ୍ଜାବରେ ଶିଖ ମାନଙ୍କର ଦାବି ଖଳିସ୍ଥାନ ତିଆରି କରିବା। ଏହା ଏକ ଧର୍ମଭିତ୍ତିକ ଆଞ୍ଚଳିକତାବାଦ। ଅନ୍ୟତମ କାରଣଟି ହେଉଛି ନଦୀ ଜଳ ବଣ୍ଟନ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ମହାନଦୀ ଜଳର ବଣ୍ଟନକୁ ନେଇ ଯେଉଁ ଆଞ୍ଚଳିକତାର ଭେଦଭାବ, ଏହାର ଉଦାହରଣ ଅଟେ। ପୁଣି ଏହାର ସୀମା ବିବାଦକୁ ନେଇ ମଧ୍ୟ ଆଞ୍ଚଳିକତାବାଦର ସ୍ୱରୂପ ଦେଖାଯାଏ, ଯାହା ଆମେ ଏହାର ବିଭିନ୍ନ ସ୍ୱରୂପ ଆଲୋଚନା କରିବା ଯେ କେଉଁ ରୂପରେଖରେ ଆଞ୍ଚଳିକତାବାଦ ମୁଣ୍ଡ ଟେକି ଉଠେ।
ଆଞ୍ଚଳିକତାବାଦ ତାର ପ୍ରଥମ ସ୍ୱରୂପ ହେଉଛି ବିଚ୍ଛିନ୍ନତା ପାଇଁ ଦାବି କରିବା। ପ୍ରଥମ ସ୍ୱରୂପଟି ହେଉଛି ବିଚ୍ଛିନ୍ନତା ପାଇଁ ଦାବି କରିବା। ଅର୍ଥାତ୍ ନାଗାଲାଣ୍ଡ ଏବଂ ମିଜୋରାମରେ ଚୀନର ଯଥେଷ୍ଟ ସାହାଯ୍ୟ ସହଯୋଗ ଏକ ବିଚ୍ଛିନ୍ନତାବାଦୀକୁ ପୂର୍ଣ୍ଣ ପ୍ରାଣରେ ଏକ ସହଯୋଗ ବ୍ୟବସ୍ଥା। ଏଇଟା ହେଉଛି ତାର 1 ନମ୍ବର ସ୍ୱରୂପ। 2 ନମ୍ବର ସ୍ୱରୂପ ହେଉଛି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି। କେତେକ ରାଜ୍ୟ ସେମାନେ ସ୍ୱତନ୍ତ୍ର ଭାବରେ ସ୍ପେଶିଆଲ ଷ୍ଟେଟ୍ ଡିମାଣ୍ଡ କରୁଛନ୍ତି। କେତେବେଳେ ବିହାର, କେତେବେଳେ ଓଡ଼ିଶା, କେତେବେଳେ ପଶ୍ଚିମବଙ୍ଗ, ସେମାନେ ଗୋଟେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଛନ୍ତି। 3 ନମ୍ବର ସ୍ୱରୂପଟି ହେଉଛି ପୂର୍ଣ୍ଣ ରାଜ୍ୟ ପାହ୍ୟା ଦାବି, ଯାହା ଆମେ ଦିଲ୍ଲୀ ଦାବି କରି ଆସିଛେ। 4 ନମ୍ବର ସ୍ୱାୟତ୍ତତା ପାଇଁ ଦାବି, ଅର୍ଥାତ୍ ଜାମ୍ମୁ କାଶ୍ମୀର ପାକିସ୍ତାନର ପ୍ରୋତ୍ସାହନରେ ସ୍ୱାୟତ୍ତତା ପାଇଁ ଦାବି କରି ଚାଲିଛି। 5 ନମ୍ବର ପଏଣ୍ଟଟି, 5 ନମ୍ବର ସ୍ୱରୂପ ଆନ୍ତଃରାଜ୍ୟ ବିବାଦକୁ ନେଇ, ଆନ୍ତଃରାଜ୍ୟ ବିବାଦ ପ୍ରାୟ ଲାଗି ରହେ ଆଉ ଏହା ମଧ୍ୟ ରାଜ୍ୟ ରାଜ୍ୟ ମଧ୍ୟରେ ବିଭିନ୍ନ କାରଣରୁ ବିବାଦ ହୁଏ। ତେଣୁ ଏହା ହେଉଛି ଏକ ପଞ୍ଚମ ସ୍ୱରୂପ ଆଞ୍ଚଳିକତାବାଦର। ଷଷ୍ଠ ସ୍ୱରୂପ ବା ଷଷ୍ଠ 6 ନମ୍ବର ପଏଣ୍ଟର ରୂପରେଖ ହେଉଛି ଭୂମିପୁତ୍ର ନୀତି। ଭୂମିପୁତ୍ର ନୀତିରେ ମଧ୍ୟ ଆଞ୍ଚଳିକତାବାଦର ଏକ ରୂପ ଦେଖାଯାଏ, ଯେ ବିଭିନ୍ନ ଲୋକ ସନ୍ ଅଫ୍ ଦି ସଏଲ୍ର ଡିମାଣ୍ଡ କରି ବିଭିନ୍ନ କାର୍ଯ୍ୟକ୍ରମକୁ ହାତକୁ ନେଇଥାନ୍ତି। 7 ନମ୍ବର ପଏଣ୍ଟଟି ହେଉଛି ଯୁଦ୍ଧଖୋର ମନୋଭାବ। ଆଞ୍ଚଳିକତାବାଦକୁ ଆଧାର କରି ଯୁଦ୍ଧଖୋର ମନୋବୃତ୍ତି ଆଗେଇ ଯାଇଥାଏ। 8 ନମ୍ବର ପଏଣ୍ଟଟି କେତେକ ରାଜନୈତିକ ଦଳ ନିଜର ଫାଇଦା ପାଇଁ, ନିଜର ସ୍ୱାର୍ଥ ପାଇଁ ଗୋଟିଏ ଇସ୍ୟୁ ଜରିଆରେ ଇସ୍ୟୁଟିଏ ତିଆରି କରି ସେମାନେ ଆଞ୍ଚଳିକତାବାଦକୁ ବହୁତ ବଡ଼ ପ୍ରୋତ୍ସାହନ ଦେଇଥାନ୍ତି। ତେଣୁ ଏଗୁଡ଼ିକ ହେଉଛି ଆଞ୍ଚଳିକତାବାଦର ବିଭିନ୍ନ ରୂପରେଖ। ଆମେ ପୁଣି ନଜିର ଅଛି ବା ଉଦାହରଣ ରହିଛି, ପଶ୍ଚିମବଙ୍ଗ ସରକାର ଗୁର୍ଖା ଅଧିବାସୀଙ୍କୁ ବଙ୍ଗଳା ଭାଷା ଶିଖିବା ପାଇଁ ଏକ ପ୍ରକାର ବାଧ୍ୟ କରୁଛନ୍ତି। ଆଉ ସେଥିପାଇଁ ଗୁର୍ଖା ଅଧିବାସୀ ଏକ ଗୁର୍ଖାଲ୍ୟାଣ୍ଡ ଦାବି କରୁଛନ୍ତି, ଯାହା ଭାଷାଭିତ୍ତିକ ଆଞ୍ଚଳିକତାର ଏକ ଉଦାହରଣ।
ଖଲିସ୍ତାନ ତିଆରି ପାଇଁ ଯେଉଁଟାକି କାନାଡ଼ା, ଆମେରିକା, ବ୍ରିଟେନ ସେଠାକାର ଶିଖ ଧର୍ମାବଲମ୍ବୀ ଲୋକମାନେ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ଖଲିସ୍ତାନ ରାଷ୍ଟ୍ର ଗଠନ ପାଇଁ। ତେଣୁ ଆଞ୍ଚଳିକତାବାଦ ଏହା ଏକ ବହୁତ ବଡ଼ ବିପଦ, ଆମ ପ୍ରତି ଏକ ବହୁତ ବଡ଼ ଆହ୍ୱାନ। ତେଣୁ ଏହି ସଂକୀର୍ଣ୍ଣ ମନୋଭାବ ନିଜ ଅଞ୍ଚଳର ନିଜର ଛବି ତିଆରି କରିବା ପାଇଁ ଆମେ ବେଳେବେଳେ ଆମେ ଜାତୀୟ ଚିନ୍ତା ଓ ଚେତନାର ଜାତୀୟ ସ୍ରୋତକୁ ସମ୍ପୂର୍ଣ୍ଣ ଭୁଲିଯାଏ। କେବଳ ସଂକୀର୍ଣ୍ଣ ମନୋଭାବ ଭିତରେ, ସଂକୀର୍ଣ୍ଣ ରାସ୍ତାରେ, ସଂକୀର୍ଣ୍ଣ ଅଞ୍ଚଳରେ ଆମେ ବାନ୍ଧି ହୋଇଥାଉ। ତେଣୁ ପ୍ରିୟ ଛାତ୍ରବନ୍ଧୁ, ଆମେ ନିଜ ଅଞ୍ଚଳକୁ ଯେତିକି ଗୁରୁତ୍ୱ ଦେବା, ଅନ୍ୟ ଅଞ୍ଚଳ, ଅନ୍ୟ ଭାଇ ଭଉଣୀ ପ୍ରତି ଆମେ ସେତିକି ଗୁରୁତ୍ୱ ଦେବା ଉଚିତ। ସେହି ସ୍ନେହ ସମ୍ବନ୍ଧ ଯେହେତୁ ଆଗକୁ ବଢ଼ାଇବା ଉଚିତ ଏବଂ ଆମ ଭିତରେ ଆମେ ଯେହେତୁ ବିଶ୍ୱ ଦରବାରର ସନ୍ତାନ, ସାରା ବିଶ୍ୱ ଆମ ପାଇଁ ଏକ ପରିବାର, ତେଣୁ ସମସ୍ତଙ୍କର ମଙ୍ଗଳ ସାଧନ ପାଇଁ ଆମେ ଜାତୀୟ ଚିନ୍ତା ଓ ଚେତନାରେ ନିଜକୁ ଏବଂ ଆନ୍ତର୍ଜାତୀୟ ଚିନ୍ତା ଚେତନାରେ ନିଜକୁ ଉତ୍ସର୍ଗୀକୃତ ଭାବରେ ସେବା କରିବା। ଆଉ ଏହି ଆଞ୍ଚଳିକତାବାଦ, ଏ ଖରାପ ଚିନ୍ତା ଓ ଚେତନା, ଏ ନକାରାତ୍ମକ ପ୍ରତିଧ୍ୱନିକୁ ଆମେ ଭୁଲିଯାଇ ଜାତୀୟ ଏକତା, ଅଖଣ୍ଡତା ଏବଂ ସ୍ୱାଭିମାନକୁ ବଜାୟ ରଖିବା। ଧନ୍ୟବାଦ ଛାତ୍ର।